ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା 18 ବର୍ଷରୁ କମ୍ ବୟସର ପିଲାଙ୍କ ପିତାମାତାଙ୍କ ନିମନ୍ତେ ସତର୍କ ଘଣ୍ଟି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ମୁତାବକ 2023ରେ ହୋଇଥିବା ସଡ଼କ ଦୁର୍ଘଟଣାରେ 18 ବର୍ଷରୁ କମ୍ ବୟସର 9489 ପିଲାଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍ ପ୍ରତିଦିନ ଦେଶରେ 26 ପିଲା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବଡ଼ କଥା ହେଉଛି ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଗତବର୍ଷ 2537 ପିଲାଙ୍କ ମୃତ୍ୟୁ ହୋଇଛି। ଏହାର ଅର୍ଥ ପ୍ରତିଦିନ ଦେଶରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇ 7 ନାବାଳକ ପ୍ରାଣ ହରାଇଛନ୍ତି। ସେହିଭଳି ଗାଡ଼ିରେ ବସିଥିବା ବେଳେ ହୋଇଥିବା ଦୁର୍ଘଟଣାରେ 4242 ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଲୁଥିବା ଅବସ୍ଥାରେ 2232 ପିଲା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟର ରୋଡ୍ ଆକ୍ସିଡେଣ୍ଟ ଇନ୍ ଇଣ୍ଡିଆ 2023 ରିପୋର୍ଟ ଖୁବ୍ ଶୀଘ୍ର ଜାରି କରାଯିବ। ରିପୋର୍ଟ ଦର୍ଶାଇଛି ଯେ ଗତବର୍ଷ ହେଲମେଟ୍ ନ ପିନ୍ଧିବା ଯୋଗୁଁ 54568 ଲୋକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ 2023ରେ ଦେଶବ୍ୟାପୀ ମୋଟ 4,80,000ରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ 1,72,890 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 5,62,825 ଜଣ ଗୁରୁତର ଆହତ ହୋଇଥିଲେ। ଅଧିକ ବେଗରେ ଗାଡ଼ି ଚାଳନା ଯୋଗୁଁ 1,17,682 ଜଣ ପ୍ରାଣ ହରାଇଥିବା ବେଳେ ରଙ୍ଗ ସାଇଡ୍ରେ ଗାଡ଼ି ଚଳାଇବା ଯୋଗୁଁ 9,432 ଜଣ ପ୍ରାଣ ହରାଇଛନ୍ତି। ମଦ୍ୟପାନ ଯୋଗୁଁ 3,674, ମୋବାଇଲରେ କଥା ହେବା ବେଳେ ଦୁର୍ଘଟଣା ଯୋଗୁଁ 2,884 ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସଡ଼କ ଦୁର୍ଘଟଣାରେ ପିଲାଙ୍କ ମୃତ୍ୟୁ ସଂଖ୍ୟା 2022 ତୁଳନାରେ 39 କମ୍ ରହିଛି। 2022ରେ ହୋଇଥିବା ସଡ଼କ ଦୁର୍ଘଟଣାରେ 9,528 ପିଲାଙ୍କ ଜୀବନ ଯାଇଥିଲା। ଦେଶରେ ବର୍ତ୍ତମାନ ପ୍ରତି ଘଣ୍ଟାରେ ହାରାହାରି 55 ସଡ଼କ ଦୁର୍ଘଟଣା ହେଉଛି। ଏଥିରେ 20 ଲୋକଙ୍କ ମୃତ୍ୟୁ ହେଉଛି। 2022 ତୁଳନାରେ 2023ରେ ସଡ଼କ ଦୁର୍ଘଟଣା 4.2% ଏବଂ ମୃତ୍ୟୁ 2.6% ବୃଦ୍ଧି ପାଇଛି। ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ 13.7% ଉତ୍ତର ପ୍ରଦେଶରେ ହୋଇଛି। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।